ମୋ ନାଁ ହେଲା ଗୁରୁଚରଣ ପଣ୍ଡା। ପୂଜାନନା ଯଜ୍ଞ ଫାଉଣ୍ଡେସନର ମୁଁ ଫାଉଣ୍ଡର। ଅଷ୍ଟଲକ୍ଷ୍ମୀ ମହାଯଜ୍ଞ ବହୁତ ଦିନ ହେଲା ଚେଷ୍ଟା ଜାରି ରହିଥିଲା। ଏବେ ମହାଯଜ୍ଞ ଆମର ଅଲରେଡ଼ି କଣ୍ଟିନ୍ୟୁ ଚାଲିଛି। ଏହି ଯଜ୍ଞର ଗୋଟିଏ ଉଦ୍ଦେଶ୍ୟ ଲୋକମାନଙ୍କୁ ସଚେତନ କରିବା। ପୂଜାରେ କେବଳ ଶୁଦ୍ଧ ଦ୍ରବ୍ୟ ବ୍ୟବହାର କରନ୍ତୁ ଏବଂ ଆମର ଅପମିଶ୍ରିତ କିମ୍ବା ଅଶୁଦ୍ଧ ଦ୍ରବ୍ୟ ପୂଜାରେ ବ୍ୟବହାର କରିବା ଦ୍ୱାରା ଆମର ବହୁତ କ୍ଷତି ହେଉଛି। ଆମେ ଲୋକଙ୍କୁ ଘିଅ ଏବଂ ପୂଜାରେ ଯାହା ଯାହା ବ୍ୟବହାର କରାହେଉଛି ଶୁଦ୍ଧ ଦ୍ରବ୍ୟ ବ୍ୟବହାର କରିବା ଦ୍ୱାରା ଆମେ ନିଜର ପରିବାରର ପରିବେଶର କଲ୍ୟାଣ କରିପାରିବା। ସେହି ଗୋଟିଏ ଉଦ୍ଦେଶ୍ୟ ପାଇଁ ଏହି ମହାଯଜ୍ଞ ଆୟୋଜନ କରାଯାଇଛି। ଆଜ୍ଞା, ଯେଉଁ ଅଷ୍ଟଲକ୍ଷ୍ମୀ ମହାଯଜ୍ଞ ହେଉଛି ତ ପ୍ରତି ଦିଗରେ ଦୁଇଟି ଲକ୍ଷ୍ମୀଙ୍କ ପ୍ରତିମୂର୍ତ୍ତି ରହିଛି। ଏଥିସହିତ ଗୋ ପୂଜା ବି କରାହେଉଛି, କ'ଣ କହିବେ ତାପରେ ଆପଣ? ଏହି ଯଜ୍ଞର ବିଧି ସେଇଆ। ଏଇଟା ଶ୍ରୀ ଶ୍ରୀ ଅଷ୍ଟଲକ୍ଷ୍ମୀ ମହାଯଜ୍ଞ। ଏ ମହାଯଜ୍ଞରେ ମହାଲକ୍ଷ୍ମୀଙ୍କର 12 ଲକ୍ଷ ମନ୍ତ୍ର ଜାପ କରାଯିବ ଏବଂ 1,20,000 ଆହୁତି ପ୍ରଦାନ କରାଯିବ। ସେ ବିଧି ଅନୁସାରେ ପୂର୍ବ ପଶ୍ଚିମ ଉତ୍ତର ଦକ୍ଷିଣ ଚାରିପଟେ ଦୁଇଟି ମହାଲକ୍ଷ୍ମୀଙ୍କର ମୂର୍ତ୍ତି ରଖାଯାଇଛି ଏବଂ କଣ୍ଟିନ୍ୟୁଅସଲି ମନ୍ତ୍ର ଜାପ ଜାରି ରହିଛି। ପ୍ରତିଦିନ ଯେଉଁ ଆପଣଙ୍କର ସାଂସ୍କୃତିକ କାର୍ଯ୍ୟକ୍ରମ କରାଯାଉଛି, ବିଭିନ୍ନ ଅନୁଷ୍ଠାନମାନଙ୍କୁ ସମ୍ବର୍ଦ୍ଧିତ କରାଯାଉଛି, ତ ଏହା କରିବାର ମୁଖ୍ୟ ଉଦ୍ଦେଶ୍ୟ ଯଜ୍ଞ ଯେହେତୁ ଆମେ ଶୁଦ୍ଧ ଦ୍ରବ୍ୟ ବ୍ୟବହାର ପାଇଁ କରୁଛୁ, ଆମେ ସେଥିପାଇଁ ଶୁଦ୍ଧତାର ହିସାବରେ ଗୋ ସେବା କରୁଥିବା ଲୋକମାନଙ୍କୁ ଡାକି ସମ୍ମାନିତ କରୁଛୁ ଏବଂ ତାଙ୍କ ଅନୁଭୂତି ନେଉଛୁ। ସେମାନଙ୍କ ଅନୁଭୂତି ନେବା ଦ୍ୱାରା ଆମ ଲୋକ ମଧ୍ୟ ଗୋପାଳନ କରି ବିଶୁଦ୍ଧ ଦ୍ରବ୍ୟ ପୂଜା ପାଇଁ ପାଇପାରିବେ ଏବଂ ଆମର ପ୍ରଚାରକ ଯେଉଁମାନେ ସବୁ ଅଛନ୍ତି ଧର୍ମ ପ୍ରଚାରକ ସେମାନଙ୍କୁ ମଧ୍ୟ ଆମେ ଡାକିକିରି ମଞ୍ଚ ଉପରେ ସମ୍ମାନିତ କରୁଛୁ। କାରଣ ଏଇ ଜିନିଷର ପ୍ରଚାର ସେମାନେ ଲୋକମାନଙ୍କ ପାଖରେ କରିବେ। ସେ କଲେ ଲୋକ ଶୁଦ୍ଧ ଦ୍ରବ୍ୟ ବ୍ୟବହାର କରିବା ପାଇଁ ରାଜି ହେବେ। ଏହା କେତେ ଦିନ ଧରି ଚାଲିବ ଏବଂ କ'ଣ କ'ଣ କାର୍ଯ୍ୟକ୍ରମ ସବୁ ରହିଛି? ଏହି ଯଜ୍ଞ 4 ତାରିଖରୁ ଆରମ୍ଭ ହୋଇଛି। 10 ତାରିଖ ଦିନ ଏହାର ପୂର୍ଣ୍ଣାହୁତି ସମ୍ପନ୍ନ ହେବ। 11 ତାରିଖ ଦିନ ପବିତ୍ର ଗୋବିନ୍ଦ ଦ୍ୱାଦଶୀ ବୁଡ଼ରେ ତୀର୍ଥରାଜ ମହୋଦଧିରେ ସମସ୍ତେ ବୁଡ଼ ପକାଇ ଯଜ୍ଞ ସମାପନ କରାଯିବ।